ପିତାମାତା ସନ୍ତାନର ଜୀବନରେ ସବୁଠୁ ବଡ଼ ଖଜଣା। ସେମାନଙ୍କ ପାଇଁ ସମୟ ଦିଅ। ଆଜି ବାପାଙ୍କ ସହିତ, କାଲି ମାଙ୍କ ସହିତ, କାଲି ପରିବାର ସମସ୍ତଙ୍କ ସଦସ୍ୟ ସହିତ ଦେଖିବ ସମୟ ତୁମକୁ ବହୁତ କମ୍ ହେବ। ହଁ, ସାଧାରଣତଃ ସନ୍ତାନ ମାନେ ବାପା ମାଙ୍କ ସମ୍ମାନ ଆୟରେ ବହୁତ ଘମଣ୍ଡ କରନ୍ତି। ମାତ୍ର ଯୋଉଦିନ ସନ୍ତାନର ସମ୍ମାନ ଆୟ ଉପରେ ପିତାମାତା ଘମଣ୍ଡ କରିବେ, ସେଦିନ ସନ୍ତାନର ଜୀବନ ଧନ୍ୟ ହେଇଯିବ। ହାଇ ଗାଇଜ୍, ମୁଁ ପୂର୍ଣ୍ଣଚନ୍ଦ୍ର ମିଶ୍ର ଆପଣମାନଙ୍କୁ ସ୍ୱାଗତ କରୁଛି। ବାପାର ଆବଶ୍ୟକତା ବିଷୟରେ ଏକ ଛୋଟିଆ କାହାଣୀଟାଏ କହୁଛି। ସେଦିନ ପୁତ୍ର ତାର ଜୋତା ସାର୍ଟ ପ୍ୟାଣ୍ଟ ପିନ୍ଧି ଇଣ୍ଟରଭ୍ୟୁକୁ ଚାଲିଗଲା। କିଛି ସମୟ ପରେ ଇଣ୍ଟରଭ୍ୟୁ ଡାକରା ଆସିଲା। ଜଜେସ୍ ମାନେ ସାଧାରଣତଃ ପ୍ରାର୍ଥୀମାନଙ୍କର ନାଁ, ଘର, ପରିବାର, ଶିକ୍ଷା ଯୋଗ୍ୟତା ଏ ବିଷୟରେ ପଚାରି ବୁଝନ୍ତି। ପିଲାଟିକୁ ଯେତେବେଳେ ତାର ପଚାରିଲେ କ'ଣ ପାସ୍ କରିଛ, ପିଲାଟି କହିଲା ଇଞ୍ଜିନିୟରିଂ ପାସ୍ କରିଛି। ଯେତେବେଳେ ପିଲା ପଚାରିଲା ବାପା କ'ଣ କରନ୍ତି, ପିଲା କହିଲା ବାପା ଜଣେ ବ୍ୟାଙ୍କ କର୍ମଚାରୀ। ନା, ତୁମେ ବାପାଙ୍କୁ ପଚାରି କେବେ ସେ ପରିବାର କିପରି ଚଳଉଛନ୍ତି ବାପାଙ୍କୁ କେବେ ପଚାରିଛ? ପିଲାଟି କହିଲେ ନା ସାର୍, ମୁଁ ତ ଏ ବିଷୟ କେବେ ପଚାରି ନାହିଁ। ନା, ତ ଦେଶମାନେ କହିଲେ ଆଚ୍ଛା ଠିକ ଅଛି, ତୁମେ ଯାଅ, କାଲି ପୁଣି ସାକ୍ଷାତକାର ନିଆଯିବ। ମାତ୍ର ବାପାଙ୍କଠୁ ସେ ପରିବାର କିପରି ଚଳାଉଛନ୍ତି ବୁଝିକରି ଆସ। ବାପା ସେଦିନ ସନ୍ଧ୍ୟାରେ ଅଫିସରୁ ଫେରିଲେ। ପିଲାଟି ତାଙ୍କୁ ଅପେକ୍ଷା କରିଥିଲା। ବାପା ଫେରିବା ପର୍ଯ୍ୟନ୍ତ ପଚାରିଲେ ବାପା ତୁମେ ପରିବାର କେମିତି ଚଳଉଛ? ବାପା ହସି ହସି କହିଲେ ଆରେ ତୋର ସେଥିରେ କ'ଣ ମୁଣ୍ଡ ପୁରାଇବାର ଅଛି, ଭଗବାନ ଚଳେଇ ନେଉଛନ୍ତି ନା। ଆଚ୍ଛା, ବାପା ପୁଣି ପଚାରିଲେ ଆଚ୍ଛା ତୋର ତ ଆଜି ଇଣ୍ଟରଭ୍ୟୁ ଥିଲା, ତୋର ଇଣ୍ଟରଭ୍ୟୁରେ କ'ଣ ହେଲା? ପିଲାଟି କହିଲା ବାପା ମତେ ଜଜେସ୍ ମାନେ ପୁଣି କାଲି ଡାକିଛନ୍ତି ସାକ୍ଷାତକାରକୁ, ଆଉ କହିଛନ୍ତି ବାପା କିପରି ପରିବାର ଚଳଉଛନ୍ତି ସେ ବିଷୟରେ ବୁଝିକରି ଆସ। ବାପା ହସି ହସି କିଛି ନ କହି ବେଡରୁମକୁ ପଳେଇଗଲେ। ମାତ୍ର ପିଲାଟିର ଆଖିରେ ନିଦ ନଥିଲା। ସେ ଅନୁମାନ କରିଥିଲା ଯେ ବାପା ପ୍ରତିଦିନ କିଛି ନା କିଛି ଡାଏରୀ ଲେଖି ରଖନ୍ତି। ତେଣୁ ସେ ଡାଏରୀଟିକୁ ଖୋଜିବାକୁ ଲାଗିଲା। ଆଉ ଡାଏରୀ ପାଇଲା ପରେ ସେ ତାର ପେଜ ବାଇ ପେଜ ପଢିବା ଲାଗିଗଲା। ଯେତେ ପଢୁଥାଏ ତାକୁ ଆଶ୍ଚର୍ଯ୍ୟ ଲାଗୁଥାଏ। ସେ ଡାଏରୀ ବାପା ତାଙ୍କର ସ୍ୱଳ୍ପ ସୀମିତ ଇନକମରେ ପରିବାରକୁ କିପରି ସୁଖ ସ୍ୱାଚ୍ଛନ୍ଦ୍ୟ ଭିତରେ ବାନ୍ଧି ରଖିଛନ୍ତି, ସମସ୍ତଙ୍କର ସମ୍ବେଦନଶୀଳତା ମଧ୍ୟ ବୁଝିପାରୁଛନ୍ତି, ସେ ବିଷୟ ସେ ଲେଖି ରଖିଛନ୍ତି। ଏପରିକି ସେ ଗୋଟେ ସ୍କୁଟର ପାଇଁ ବାପାଙ୍କ ଉପରେ ବହୁତ ଅଭିମାନ କରିଥିଲା ଏବଂ ବାପା ଯାଇକି ତାଙ୍କର ସାଙ୍ଗ ସହଯୋଗୀ ମାନଙ୍କ ଠାରୁ କରଜ କରିକି ତା ପାଇଁ ସ୍କୁଟର କିଣି ଦେଇଥିଲେ, ସେ ବିଷୟ ମଧ୍ୟ ସେ ଲେଖି ରଖିଛନ୍ତି। ଏ ପଢିଲା ପରେ ତାର ପିଲାଟା ଆଖିରୁ ଲୁହ ଝରି ପଡିଲା। ତା ପରଦିନ ସେ ସକାଳୁ ସକାଳୁ ଉଠି ବାପା ମାଙ୍କୁ ମୁଣ୍ଡିଆ ମାରି ପୁଣି ତାର ଇଣ୍ଟରଭ୍ୟୁକୁ ଚାଲିଗଲା। ଜଜେସ୍ ମାନେ ପଚାରିଲେ ତୁମେ ପଚାରି ବୁଝିଲେ ବାପା କିପରି ପରିବାର ଚଳଉଛନ୍ତି? ପିଲାଟି କହିଲା ସାର୍, ମୁଁ କେବଳ ପଚାରି ବୁଝି ନାହିଁ, ବାପା ତାଙ୍କ ସ୍ୱଳ୍ପ ଇନକମରେ ପରିବାରକୁ କିପରି ସୁଖ ସ୍ୱାଚ୍ଛନ୍ଦ୍ୟ ଭିତରେ ରଖୁଛନ୍ତି ଏବଂ ସମସ୍ତଙ୍କର ସମ୍ବେଦନଶୀଳତା ବିଷୟରେ ପଚାରି ବୁଝିଛନ୍ତି, ତାହା ଗୋଟେ ଡାଏରୀ ଲେଖି ରଖିଛନ୍ତି। ତେଣୁ ଡାଏରୀ ମାଧ୍ୟମରେ ବାପା ମୋର ଗୁରୁ ବନିଯାଇଛନ୍ତି। ଏହା ଏକ କମ୍ପାନୀ ପରିଚାଳନାଗତ ସାକ୍ଷାତ ବିଷୟ ଥିବାରୁ ଜଜେସ୍ ମାନେ ହୃଦୟଙ୍ଗମ କଲେ ଯେ ପିଲାଟି ପରିଚାଳନାଗତ ବିଷୟରେ ସମ୍ୟକ ଜ୍ଞାନ ଆହରଣ କରିଛି। ପିଲାଟି ମଧ୍ୟ ସେଦିନଠୁ ଶପଥ ନେଇଥିଲା ଯେ ବାପା ମାଙ୍କୁ ସବୁ କାର୍ଯ୍ୟରେ ସାହାଯ୍ୟ କରିବ ଏବଂ ସେମାନଙ୍କ ପାଇଁ ସମୟ ଦେବ। ହଁ, ଏହା ଏକ ନିଛୁକ ସତ୍ୟ ଯେ ପିତାମାତା ସନ୍ତାନମାନଙ୍କୁ କେତେ ଭଲ ପାଆନ୍ତି ସେ ତାଙ୍କ ଜୀବନ କାଳ ଭିତରେ କୁହନ୍ତି ନାହିଁ, ମାତ୍ର ଏହା ଚୁପଚାପ ଥାଏ। ପିତା ଲିମ୍ବ ଗଛ ଭଳି, ଯାହାର ପତ୍ର ପିତା ମାତ୍ର ତା ଛାଇ ବହୁତ ଥଣ୍ଡା ଦେଇଥାଏ। ଜୀବନରେ ଯଦି କେହି ରୋକନ୍ତି, ଟୋକନ୍ତି, ଦାଣ୍ଟନ୍ତି, ତେବେ ସେ ହେଉଛନ୍ତି ଦୁଇ ଜଣ, ଜଣେ ପିତା ଆଉ ଜଣେ ଗୁରୁ।
ଗୁରୁର ଛାଟ ମାଡ଼ ଖାଇଥିବା ଶିଷ୍ୟ, ପିତାର ଦାଣ୍ଡ ଖାଇଥିବା ସନ୍ତାନ, ସୁନାରୀର ମାଡ଼ ଖାଇଥିବା ସୁନା, ଏ ସବୁ ଆଭୂଷଣ ଯୋଗ୍ୟ ହୋଇଥାନ୍ତି। ସନ୍ତାନ ଯେତେ ଶୀଘ୍ର ଏ କଥା ବୁଝିପାରିବ ତେତେ ଶୀଘ୍ର ତାର ପରିପକ୍ୱତା ଆସିବ। ସେମାନଙ୍କୁ ସେ ସମୟ ଦେବ। ନଚେତ୍ ବେଳେବେଳେ ଦେଖାଯାଏ ଯେ ପିତାର ପରିପକ୍ୱତା ଜ୍ଞାନ ଆସିଲା ବେଳକୁ ସନ୍ତାନର ପିତାମାତା ସଂସାରରେ ନଥାଇ ପାରନ୍ତି। ତେଣୁ ଏ ବିଷୟ ଯେତେ ଶୀଘ୍ର ବୁଝିବା ପାରିବ ତେତେ ଶୀଘ୍ର ସନ୍ତାନର ମଙ୍ଗଳ। ନଚେତ୍ ଯେଉଁ ବଗିଚାରେ ମାଳି ନଥିବ ସେ ବଗିଚା ଜଲ୍ଦି ଉଜୁଡ଼ିଯିବ।